ମୁଁ ସକାଳୁ ସକାଳୁ ଉଠିଗଲି ଆଉ ଦେଖିଲି ମୋ ସ୍ତ୍ରୀ ମୋ ପାଖରେ ନାହିଁ। ଆଉ ଭାବିଲି ଆଜି ବହୁତ ମଜା କରିବି, ମଜା ହିଁ ମଜା, ପୁରା ମଜା ହିଁ ମଜା। ଆଉ ଆଜି ଡ୍ୟୁଟି ଯିବି ନାହିଁ, ପୁରା ମଜା ହିଁ ମଜା। ତାପରେ କ'ଣ କଲି ନା ମୋ ସ୍ତ୍ରୀର ଫଟୋକୁ ଦେଖି ଟିକେ ଗେଲ କରିଦେଲି ଆଉ ମୋ ଛାତିରେ ଟିକେ କୁଣ୍ଢେଇକି ଧରି ତାକୁ ରଖିଦେଲି। ଆଉ ବହୁତ ମିସ୍ କରୁଥିଲି ତ ସେଥିପାଇଁ ଭାବିଲି ଯାଉଛି ମୋ ସ୍ତ୍ରୀକି ଟିକେ ଫୋନ୍ କରିଦେବି। ହଉ ଟିକେ ଫୋନ୍ ଟିକେ କରିଦେବା। ଫୋନ୍ ତ ଲାଗିଲାନି କାରଣ ମୋ ସ୍ତ୍ରୀ ଗଧି ଶୋଇଥିବ। ଖଟରୁ ଗୋଟେ ଡିଆଁ ମାରିଲି, ଦେଖ କେମିତି ଡେଉଁଛି, ଗୋଟିଏ ଡିଆଁରେ ତଳେ। ତାପରେ ସକାଳୁ ସକାଳୁ ଚାଲିଲି ଫ୍ରିଜରେ କ'ଣ ଅଛି ଦେଖିବା। ଆଉ ଦେଖିଲା ବେଳକୁ ଫ୍ରିଜ ଭିତରୁ କ'ଣ ବାହାରିଲା ଦେଖ, ଗୋଟେ କମଳା ଅଛି। ଆଉ ତ କିଛି ରୋଷେଇ ନାହିଁ, କମଳାଟାକୁ ଆମେ ଖାଇଦେବା। ଚାଲିଲି କମଳା ସହିତ କ'ଣ ଖାଇବି ଚାଲିଲି କ୍ଷୀର ପିଇଦେବା। କ୍ଷୀର ପିଇବାକୁ ମନ ହେଲା ତ କ୍ଷୀର ଗ୍ଲାସରେ ଢାଳିଲି ଆଉ କ୍ଷୀର ପିଇବାକୁ ଇଚ୍ଛା କଲି। ଆଉ ସକାଳୁ କ'ଣ ଗୋଟେ କ୍ଷୀର ପିଇବ ମ, ଦିଅ ଥୋଇଦିଅ। ସେ ଓହୋ ଦେଖିଆ କମଳାଟା ଖାଇବା। ଆରେ ସେ କମଳା ହିଁ ଭଲ ଲାଗୁନି, ରଖ। କ'ଣ ମୁଡ୍ ହେଉଛି, ଭାବୁଛି ଟିକେ ପ୍ଲାନ୍ କରିବି। କ'ଣ ପ୍ଲାନ୍ କରିବି ଦେଖିବା। ଆଉ କ'ଣ ପ୍ଲାନ୍ କରିବି, ଯିବା ଟିକେ ମାଲ୍ ପ୍ଲାନିଂ କରିବା। ମାଲ୍ ବି ଆସିଗଲା, ତା ସାଙ୍ଗରେ କୁରକୁରି ବି ଆସିଗଲା। କାହିଁକି ନା ଆଜି ଆଇଁଷ ଖାଇ ହବନି, କାରଣ ମୋ ସ୍ତ୍ରୀ ଘରେ ପୂରେଇ ଦେବନି ଶନିବାର। ସେଥିପାଇଁ କୁରକୁରିରେ ଚଳେଇଦେବା। ହଉ ପୁରା ବିନ୍ଦାସରେ କୁରକୁରିକି ଢାଳିଲି ଆଉ ଗୋଟେ ଦେଖି ଖାଇଦେବା। ପଞ୍ଜାବୀ ତଡ଼କା ମାଲଟା ମାରିବା। ବଢ଼ିଆ ଲାଗିଲା। କ'ଣ ହେଇଛି, ସ୍ତ୍ରୀ ନଥିଲେ ଏମିତି ଏନ୍ଜୟ କରିବ। ତାକୁ ଆଉ ଟିକେ ଶେଷ କରିଦେବା, ତାପରେ ଦେଖିବା। ଆଜି ତ ଡ୍ୟୁଟି କିଛି ନାହିଁ ଆଉ। ହଉ ଚାଲ ପୁରା ରେଡ଼ି। ଆଉ ଏଠି ଦେଖ ମାଲ, ଏପଟେ କ୍ଷୀର। ମାଲରେ ଯେଉଁ ଶକ୍ତି ଅଛି କ୍ଷୀରରେ ଅଛି ନା। ସାଙ୍ଗମାନେ ସ୍ତ୍ରୀକୁ ଘରକୁ ପଠାଅ ଆଉ ଏମିତି ଏନ୍ଜୟ କର, ବିନ୍ଦାସରେ ରୁହ। ତାପରେ ଚାଲ ଦେଖିବା